ଆସନ୍ତାକାଲି ଓଡ଼ିଶା ବନ୍ଦ। ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ। ବିଜେଡି ଚୁପ୍। ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା। ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। କ'ଣ ରହିବ ବନ୍ଦ, କ'ଣ ରହିବ ଖୋଲା? ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ଦ୍ୱାରା ଏହି ଡାକରା ଦିଆଯାଇଛି। ନବନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ପାଇଁ ଆହ୍ୱାନ ଦେଇଛନ୍ତି। ଏହା ଅଧୀନରେ ସ୍କୁଲ, ଅଫିସ ଓ ବିଭିନ୍ନ ବ୍ୟବସାୟୀ ସମେତ ଅନେକ ଜିନିଷ ସିଧାସଳଖ ପ୍ରଭାବିତ ହେବାର ସମ୍ଭାବନା ଅଛି। ସେପଟେ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସ କରିଛି ସମର୍ଥନ। ସମର୍ଥନ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସୂଚନା ଦେଇଛନ୍ତି ଯେ ବନ୍ଦ ପାଳନକୁ ସମର୍ଥନ ଜଣାଇବାକୁ ସବୁ ଜିଲ୍ଲା କଂଗ୍ରେସ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ଧାନ କିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ୍ ଆଳରେ ମାତ୍ରାଧିକ ଦଣ୍ଡକୁ ବିରୋଧ କରାଯାଇଛି। ଏହି ଧର୍ମଘଟର ସିଧାସଳଖ ପ୍ରଭାବ ବ୍ୟାଙ୍କିଂ, ଡାକ ଓ ରାଜ୍ୟ ପରିବହନ ସେବା ଉପରେ ପଡ଼ିପାରେ। ବନ୍ଦ ଯୋଗୁଁ ଏହି ସେବାଗୁଡ଼ିକ ପ୍ରଭାବିତ ହୋଇପାରେ। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ଜିନିଷ ଓ ସୁବିଧାଗୁଡ଼ିକୁ କାର୍ଯ୍ୟକ୍ଷମ ରହିବ। ଯେପରିକି ମେଡ଼ିକାଲ ଦୋକାନ, ବିମାନ ବନ୍ଦର, ହସ୍ପିଟାଲ, ଡିପାର୍ଟମେଣ୍ଟାଲ ଷ୍ଟୋର ଓ ଅନ୍ୟାନ୍ୟ ଅନେକ ଜିନିଷ କାର୍ଯ୍ୟକ୍ଷମ ରହିପାରେ। ସାର୍ବଜନୀନ ପରିବହନ ବିଷୟରେ କୌଣସି ସୂଚନା ନାହିଁ ଯେ ଏହା ବନ୍ଦ ରହିବ କି ନାହିଁ।